ଯେହେତୁ ସକାଳୁ ଖିଆପିଆ ହେଇନଥିଲା ବିପି ହାଇ ହେଇଗଲା ଏବଂ ମୁଣ୍ଡଟା ବହୁତ ଜୋରେ ବିନ୍ଧା ହେଲା ଷ୍ଟାର୍ଟ ହେଲା। ତାପରେ ଏଠିକି ଆସିଲା ବେଳକୁ ଚେକ୍ କଲା ବେଳକୁ ବିପି ବହୁତ ହାଇ ଥିଲା ଆଉ ମେଡ଼ିସିନ୍ ଫେଡ଼ିସିନ୍ ଦେଇଛନ୍ତି। ଆଉ ଏବେ ଟିକେ ଭଲ ଲାଗୁଛି। ଡକ୍ଟର କହିଛନ୍ତି ଆଜି ରେଷ୍ଟ କରିବାକୁ ଆଉ କାଲି ସକାଳକୁ ଡିସଚାର୍ଜ ହେଇକି ପୁଣି ମୁଁ ହଙ୍ଗର ଷ୍ଟ୍ରାଇକ୍ରେ ଯୋଗ ଦେବି ଯାଇ। ଆଜି ରହିବେ ଆପଣ? ଆଜ୍ଞା, ଡକ୍ଟର ଯେହେତୁ ଡିସଚାର୍ଜ ଦେଉନାହାନ୍ତି ତ ମୁଁ ଯାଇପାରୁନି। ତଥାପି ବଡ଼ି ବହୁତ ଟିକେ ୱିକ୍ ଅଛି ଆଉ ମୁଣ୍ଡଟା ଯେଉଁ ବିନ୍ଧୁଥିଲା ଆଉ ଭଲ ହେଇଯାଇଛି, କିନ୍ତୁ ବିପିଟା ବର୍ତ୍ତମାନ ହାଇ ଅଛି, ସେଥିପାଇଁ ଡକ୍ଟର ଡିସଚାର୍ଜ ଦେଉନାହାନ୍ତି। କାଲି ସକାଳେ ଡିସଚାର୍ଜ ଦେଲେ ପୁଣି ଯାଇକି ଜଏନିଂ କରିବି। ଜଗିବା ପାଇଁ ନାହିଁ, ସେମାନେ ମୋ ସୁରକ୍ଷା ପାଇଁ ଅଛନ୍ତି। ତ ପୋଲିସ ମାନେ କୌଣସି ହଇରାଣ ବି ମୋତେ କରୁନାହାନ୍ତି, ମୋତେ ସହଯୋଗ କରୁଛନ୍ତି। ଅନୁରୋଧ କରିକିରି ମାସେ ହେଇଗଲା, ଆଉ କ'ଣ ଅନୁରୋଧ କରିବି। ସେଥିପାଇଁ ତ ମୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛି। ଯାହା ହବାର ଥିବ ହବ, ଯଦି ସରକାର ଶୁଣିବା କଥା ଶୁଣିବେ, ନହେଲେ ମରିବା ପର୍ଯ୍ୟନ୍ତ ମୁଁ ଲଢ଼ିବି। କ'ଣ ଚାହୁଁଛନ୍ତି ଏବେ ଆପଣ? ଯାହା ବି ମୋ ଦାବି ଅଛି ସେଇ ଦାବି ମୋର ପୂରଣ ହେଉ। ଯେଉଁ ବିଡ଼ିଓ ଅଛନ୍ତି, IAS ଅଛନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ, ତାଙ୍କୁ ନିଲମ୍ବିତ କରାଯାଉ ତାଙ୍କ ଚାକିରିରୁ ଏବଂ ତାଙ୍କ ନାଁରେ ମାମଲା ରୁଜୁ କରାଯାଉ। ଯେଉଁ ବିଡ଼ିଓ IASଙ୍କ ପାଇଁ ଆଜି ଘଟଣା ଘଟିଛି, ମାସେ ହେଇଗଲାଣି ମୋତେ ଯେଉଁ ନିର୍ଯାତନା ଦିଆହେଇଛି, ତାଙ୍କ ଏଗେନଷ୍ଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଶେଷ ପ୍ରଶ୍ନ, ଆପଣଙ୍କର କ'ଣ ଯଦି କିଛି ବି ହୁଏ ତାହେଲେ କିଏ ଦାୟୀ ରହିବ? ମୋର ଯଦି କିଛି ବି ହୁଏ ତ ଏଠି ସରକାର ହିଁ ଦାୟୀ ରହିବେ, କାରଣ ମୁଁ ତାଙ୍କୁ ଦେଇକିରି ଦାବିପତ୍ର ଦେଇକିରି ହିଁ ବସିଛି। ସରକାର ହିଁ ଦାୟୀ ରହିବେ। ଏ ଘଟଣାକୁ ଯେତେ ନିନ୍ଦା କଲେ ବି କମ୍ ହେବ। ସରକାର ଗୋଟିଏ ପଟରେ ନାରୀ ବନ୍ଦନା କଥା କହୁଥିଲା ବେଳେ ଆଉ ଗୋଟିଏ ପଟରେ ଗୋଟିଏ ଝିଅଟିଏ ସେ କେମିତି ସଂଘର୍ଷ କରୁଛି, ଶାସକ ଦଳର ନିର୍ଦ୍ଦେଶରେ BDO IIC କେମିତି ତା ଉପରେ ଅତ୍ୟାଚାର କଲେ ଏବଂ ସେ ତିଖିରି ପଞ୍ଚାୟତରୁ ଆରମ୍ଭ କରିକି କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ ବର୍ତ୍ତମାନ ଆସିକି ଲୋୟର PMGରେ ପହଞ୍ଚିଲେଣି। ଏ ସଂଘର୍ଷ ଭିତରେ ଜଣେ ମହିଳା କେଉଁଭଳି ଭାବରେ ନ୍ୟାୟ ପାଇଁ ଏ ସରକାରଙ୍କ ପାଖରେ ଦ୍ୱାରସ୍ଥ ହେଉଛି ଆପଣମାନେ ଦେଖୁଛନ୍ତି। ତେଣୁ ନାରୀ ବନ୍ଦନା କଥା ଯେଉଁ କହୁଛନ୍ତି, ଏସବୁ ମିଛ ପ୍ରହେଳିକା, ଲୋକଙ୍କ ଆଗରେ ଗୋଟେ ଧୂଆଁ ବାଣ। ମୁଁ ସରକାରଙ୍କୁ ଅନୁରୋଧ କରିବି ଯେ ଅତୀତରେ ବହୁ ଉଦାହରଣ ଅଛି, ମୁଁ ଆଉ ସେ ମହାଭାରତ ରାମାୟଣକୁ ଯିବି ନାହିଁ। ଆମରି ଓଡ଼ିଶାରେ ଅନେକ ମହିଳାଙ୍କ ପାଇଁ ସରକାର ପତନ ହେଇଛି। ତେଣୁ ଆଜି ଏତେ ଆକ୍ରୋଶମୂଳକ ନିଷ୍ପତ୍ତି ସରକାର ନ ନେଇ ଟିକେ ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ। ଚାମେଲି ଓଝାଙ୍କ କ୍ଷେତ୍ରରେ ତାଙ୍କୁ ନ୍ୟାୟ ମିଳୁ। ସେ ଯେଉଁ ଗୋଟେ ଜେନୁଇନ୍ ନିଷ୍ପତ୍ତି ଦାବି ରଖିଛନ୍ତି ଯେ ତାଙ୍କୁ ସେ ଯେତେବେଳେ ବ୍ଲକକୁ ଯାଇଛନ୍ତି ତାଙ୍କ ପଞ୍ଚାୟତର ଡେଭଲପମେଣ୍ଟ କାମ କଥା କହିବା ପାଇଁ, ସେତେବେଳେ BDOକୁ ଗୋଟେ ନର୍ମାଲ ସାଧାରଣ ପ୍ରତିନିଧି ଭାବରେ ସେ ଆପ୍ରୋଚ୍ କରୁଛନ୍ତି, ତାପରେ ପୋଲିସ ତାଙ୍କୁ ଟେକି ନେଉଛି, BDO ତାଙ୍କ ନାଁରେ ମିଛା FIR ଦେଉଛି। ଏ ଘଟଣା ଗୋଟେ ସଭ୍ୟ ସମାଜରେ, ଗଣତାନ୍ତ୍ରିକ ରାଷ୍ଟ୍ରରେ କେବେ ବି ବରଦାସ୍ତ କରିବା କଥା ନୁହେଁ। କେବେ ବି ଆକୁ ଆମେ ନିନ୍ଦା କରୁଛୁ। ତେଣୁ ସରକାର ନିଶ୍ଚିତ ଭାବରେ, ମୁଁ ଦାବି ରଖିବି ସରକାରଙ୍କ ପାଖରେ, ସରକାର ଆର ଗୁରୁତ୍ୱ ଅନୁଭବ କରନ୍ତୁ, ଚାମେଲି ଓଝାଙ୍କୁ ନ୍ୟାୟ ଦିଅନ୍ତୁ। ବିଧାନସଭାରେ ଏହି ପ୍ରସଙ୍ଗ ଆସିବ? ନିଶ୍ଚିତ ଭାବରେ ଆସିବ, ନିଶ୍ଚିତ ଭାବରେ ଆସିବ।